ପୁଣି ଥରେ ହାରିଲା ଭାରତ। ରାଉରକେଲାରେ ଚାରୋଟି ଯାକ ମ୍ୟାଚ୍ରେ ହାରିଲା ଭାରତ। ପୁଣି ହାରିଲା ଭାରତ। ରାଉରକେଲାରେ ଚାରୋଟି ଯାକ ମ୍ୟାଚ୍ରେ ହାରିଲା ଭାରତ। ରାଉରକେଲାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଶେଷ। ଭାରତ ପ୍ରଥମେ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଗତ 11 ତାରିଖରେ ବେଲଜିୟମ ଦଳ ସହିତ ଖେଳି ହାରିଥିବା ବେଳେ ଗତ 12 ତାରିଖରେ ଭାରତ ଆର୍ଜେଣ୍ଟିନା ସହିତ ଖେଳି ପରାଜୟ ବରଣ କରିଥିଲା। ପୁନର୍ବାର ଗତ 14 ତାରିଖ ଭାରତ ବେଲଜିୟମ ସହିତ ଖେଳି ହାରିଯାଇଥିବା ବେଳେ ଗତ 15 ତାରିଖରେ ଭାରତ ଆର୍ଜେଣ୍ଟିନା ସହିତ ମ୍ୟାଚ୍ରେ ମଧ୍ୟ ପରାଜୟ ହୋଇଛି। ଭାରତକୁ 4-2 ଗୋଲରେ ହରାଇ ଦେଇଛି ଆର୍ଜେଣ୍ଟିନା, ଯାହାଫଳରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଗୋଟିଏ ହେଲେ ବି ମ୍ୟାଚ୍ରେ ତା'ର ବିଜୟ ସମ୍ଭବ ହୋଇପାରିନି। ରାଉରକେଲାଠାରେ ପ୍ରୋ ଲିଗ୍ର ଅନ୍ତିମ ଦିବସରେ ଭାରତକୁ ପୁଣି ପରାସ୍ତ ହେବାକୁ ପଡ଼ିଛି। ଗତ 15 ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ରାଉରକେଲା ଡିଏଫ୍ଓ ଯଶବନ୍ତ ସେଠୀ, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ୍ ଆରମ୍ଭରୁ ଆର୍ଜେଣ୍ଟିନା ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି 3ଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, ହେଲେ ଦଳକୁ ଏଥିରେ କୌଣସି ଫାଇଦା ମିଳିନଥିଲା। ଫଳରେ ପ୍ରଥମ କ୍ୱାର୍ଟର ବିନା ଗୋଲରେ ଶେଷ ହୋଇଥିଲା। ମାତ୍ର ମ୍ୟାଚ୍ର ଦ୍ୱିତୀୟ କ୍ୱାର୍ଟର 21ତମ ମିନିଟ୍ରେ ଆର୍ଜେଣ୍ଟିନା ପାଇଁ ଟୋମାସ୍ ଡୋମିନେ 21 ନମ୍ବର ଜର୍ସି ପ୍ରଥମ ଗୋଲ୍ ଦେଇଥିଲେ। ଏହାର 6 ମିନିଟ୍ ତଥା 27ତମ ମିନିଟ୍ରେ ତାଡେଓ ମାରୁସୁସିଙ୍କ ଫିଲ୍ଡ ଗୋଲ୍ ଯୋଗୁଁ ଆର୍ଜେଣ୍ଟିନା ଦଳ ପ୍ରଥମାର୍ଦ୍ଧ ସୁଦ୍ଧା 2-0 ଗୋଲ୍ରେ ଆଗୁଆ ରହିଥିଲେ। ତୃତୀୟ କ୍ୱାର୍ଟରରେ ଲିଉସିଓ ମେଣ୍ଡେଜ୍ 42ତମ ମିନିଟ୍ରେ ଦଳ ପାଇଁ ତୃତୀୟ ଗୋଲ୍ କରିଥିଲେ। ମ୍ୟାଚ୍ର ଶେଷ ତଥା ଚତୁର୍ଥ କ୍ୱାର୍ଟରରେ 49ତମ ମିନିଟ୍ରେ ଆର୍ଜେଣ୍ଟିନା ହାସଲ କରିଥିବା ପେନାଲ୍ଟି କର୍ଣ୍ଣରକୁ ଟାଡେଓ ମାରିସିଓସି ଗୋଲ୍ରେ କନଭର୍ଟ କରିଥିଲେ। ଏହା ତାଙ୍କର ମ୍ୟାଚ୍ର ଦ୍ୱିତୀୟ ଗୋଲ୍ ଥିଲା। ଏହାର ପରବର୍ତ୍ତୀ ମିନିଟ୍ରେ ଅର୍ଜୁନ ଆଦିତ୍ୟ ଲଲାଗେ ଭାରତ ପାଇଁ ପ୍ରଥମ ଗୋଲ୍ ପରିଶୋଧ କରିଥିବା ବେଳେ 59ତମ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିବା ହେତୁ ସଞ୍ଜୟ ଏହାକୁ ଗୋଲ୍ରେ ପରିଣତ କରିଥିଲେ। ଏହି ମ୍ୟାଚ୍ରେ 2ଟି ଗୋଲ୍ ସ୍କୋର ଦେଇଥିବା ଟେଡିଓ ମାରିସିଓସିଙ୍କ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ରାଉରକେଲା ମାଟିରେ ଭାରତର 4ଟି ମ୍ୟାଚ୍କୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ହେଁ କୌଣସି ଗୋଟିକରେ ବିଜୟୀ ନ ହେବା ଘଟଣା ଶେଷରେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି। ଦେଖନ୍ତୁ ତାରି ଝଲକ। ये क्लास नहीं कर सकते। ब्यूरो न्यूज ओडिशा कथा। ओडिशा कथा यूट्यूब चैनल टी को आपण माने देखुचंती, मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु।